ଫୁଲକୋବି ଆଳୁ ମଟର ତରକାରୀ ତ ଆପଣମାନେ ଅନେକ ଥର ବନେଇ ଖାଇଥିବେ, କିନ୍ତୁ ଏମିତି ଶୈଳୀରେ ବନାନ୍ତୁ, ପ୍ରେସର କୁକରରେ ଥରେ ବନେଇକି ଦେଖନ୍ତୁ, ମାଂସ ତରକାରୀ ଖାଇଲା ଭଳି ଲାଗିବ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ, ଇଜିଲି ପ୍ରସ୍ତୁତ କରିପାରିବେ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଫୁଲକୋବି ଆଳୁ ତରକାରୀ ବନେଇବା ପାଇଁ ପ୍ରଥମେ କିଛି ଫୁଲକୋବି ନେବା, ତାପରେ ଆଳୁ ନେବା। ଆଳୁ ଫୁଲକୋବିକୁ କଟିଂ କରିଦେବା, ଭଲସେ କ୍ଲିନ୍ କରି ଆମେ ଧୋଇଦେବା। ତ ଦେଖନ୍ତୁ ଏଠି ମୁଁ ଧୋଇ ସାରିବା ପରେ ସାଇଡ଼ରେ ରଖିଦେଲି। ଆଉ କିଛି ମଟର ରହିଛି, ଗୋଟେ ଛୋଟ ଗିନା ମଟରକୁ ବି ଆମେ ସାଇଡ଼ରେ ରଖିଦେବା, ଗ୍ରୀନ୍ ମଟରକୁ। ତାପରେ ଆମେ ଅଦା, ରସୁଣ, କଞ୍ଚା ଲଙ୍କା ଗୋଟେ ଜାର୍ରେ ଏଡ୍ କରିଦେବା। ଅଳ୍ପ ଟିକେ ପିଆଜକୁ କଟିଂ କରି ଏଡ୍ କରିବା। ଆପଣମାନେ ଯେତିକି ତରକାରୀ ବନେଇବାକୁ ଚାହିଁବେ ସେ ଅନୁସାରେ ସବୁ ଜିନିଷ ନେବେ। ତାପରେ ଆମେ ସେଥିରେ ଅଳ୍ପ ଟିକେ ଧନିଆ ପତ୍ରକୁ ଏଡ୍ କରିଦେବା ଧୋଇକିରି। ଏଡ୍ କରିସାରିବା ପରେ ଆକୁ ଆମେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା। ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇକିରି ଆମେ ଏବେ ରେଡ଼ି କରିଦେବା। ତ ଏଠି ଦେଖନ୍ତୁ ମୁଁ ଗୋଟା ମସଲାକୁ ସ୍କିପ୍ କରିଛି, ଆପଣମାନେ ଚାହିଁଲେ ଏଡ୍ କରି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିପାରିବେ। ତାପରେ ଗୋଟେ ଗିନାକୁ ସେ ବଟାକୁ ବାହାର କରିଦେବା, ସାଇଡ଼ରେ ରଖିଦେବା। ପୁଣି ଥରେ ସେଇ ଜାର୍ଟି ନେବା, ସେଥିରେ ଆମେ ଏଡ୍ କରିଦେବା ଅଳ୍ପ ଟିକେ ନଡ଼ିଆକୁ ଛୋଟ ଛୋଟ ପିସେସ୍ରେ କଟିଂ କରି। ତାପରେ ଟମାଟୋ ଏଡ୍ କରିବା, ଅଳ୍ପ ଟିକେ କାଜୁ ଏଡ୍ କରି ଆକୁ ବି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ବନେଇକି ସାଇଡ଼ରେ ରଖିଦେବା। ତ ଦେଖନ୍ତୁ ଫାଇନ୍ ପେଷ୍ଟ ଆମର ବନେଇ ବି ସାରିଲାଣି। ଆକୁ ଆମେ ସାଇଡ଼ରେ ରଖିବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତାପରେ ଗୋଟେ କରେଇ ନେବା, ସେଥିରେ ଏଡ୍ କରିଦେବା ଆମେ ସୋରିଷ ତେଲ। ତେଲକୁ ପ୍ରଥମେ ଗରମ ହେବାକୁ ଦେବା। ଏଠି ମୁଁ ସୋରିଷ ତେଲ ନେଇଛି, ଆପଣମାନେ ଚାହିଁଲେ ରିଫାଇନ୍ ତେଲରେ ବି ବନେଇ ପାରିବେ ରେସିପିଟି। ତେଲ ପୁରା ଗରମ ହେଇସାରିବା ପରେ ଆମେ ସେଥିରେ ଫୁଲକୋବିକୁ ଏଡ୍ କରିଦେବା। ଆଉ କଲର୍ ଯେମିତି ଭଲ ଆସିବ ବା ଦେଖିବାକୁ ଯେମିତି ସୁନ୍ଦର ଲାଗିବ, ସେଥିପାଇଁ ମୁଁ ଏଥିରେ ହାଫ୍ ଚାମଚ ହଳଦୀ ଗୁଣ୍ଡ ଏଡ୍ କରିଛି। ତ ହଳଦୀ ଗୁଣ୍ଡକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏଠି ଆମର ଫୁଲକୋବିକୁ ଆମେ 50% ଯେମିତି ଫୁଲକୋବିଟା ସିଝିଯିବ ସେ ପର୍ଯ୍ୟନ୍ତ ଆମେ ଫୁଲକୋବିକୁ ଭାଜିବା। ତ ଦେଖନ୍ତୁ ଆପଣମାନେ ଦେଖି ଜାଣିପାରୁଥିବେ, କଲର୍ ପୁରା ଫୁଲକୋବିର ଏଠି ଚେଞ୍ଜ ହେଇସାରିଛି। ଆଉ ଫୁଲକୋବି ବି 50% ଆମର ସିଝି ବି ଯାଇଛି। ତ ଏବେ ଆମେ ତେଲରୁ ବାହାର କରିଦେବା ଫୁଲକୋବିକୁ, ଗୋଟେ ଆମେ ପ୍ଲେଟ୍ରେ ରଖିଦେବା। ଏଠି ମୁଁ ଫୁଲକୋବି ଆଳୁକୁ ଭାଜିକିରି ବନାଉଛି। ଆପଣମାନେ ଚାହିଁଲେ ଫୁଲକୋବି ଆଳୁକୁ ସିଝେଇକିରି ବା ଏଠି 50% ଆଳୁ ଫୁଲକୋବି ଯଦି ଆପଣମାନେ ଚାହିଁଲେ ସିଝେଇକିରି ବି ବନେଇ ପାରିବେ ସେମ୍ ପ୍ରୋସେସ୍ରେ, ଯଦି ତେଲ ଖାଇବା ଆପଣମାନେ ଯଦି ପସନ୍ଦ କରନ୍ତିନି ତ। ତ ଦେଖନ୍ତୁ ଏଇଠି ମୁଁ ଫୁଲକୋବିକୁ ଭାଜି ବାହାର କରିଦେଲି। ପୁଣି ଥରେ ଯେହେତୁ କରେଇରେ ତେଲ ଅଛି, ସେଥିରେ ପୁଣି ଥରେ ଆଳୁକୁ ବି ଏଡ୍ କରିଦେବା। ଆଳୁଟାର ବି କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଟିକେ ଭାଜିବା। ତ ଦେଖନ୍ତୁ ଆଳୁ ବି ଆମର ପରଫେକ୍ଟଲି ପୁରା କଲର୍ ବି ଚେଞ୍ଜ ହେଇସାରିଲାଣି। ଆଉ ଏବେ ଆଳୁକୁ ବି ଆମେ ସେଥିରେ ଫୁଲକୋବି ଏଡ୍ କରି ସାଇଡ଼ରେ ରଖିଦେବା। ତାପରେ ଗୋଟେ ପ୍ରେସର କୁକର ନେବା। ଆପଣମାନେ ଚାହିଁଲେ କରେଇରେ ବି ବନେଇ ପାରିବେ, କିନ୍ତୁ ପ୍ରେସର କୁକର ଏଇଭଳି ପ୍ରୋସେସ୍ ଥରେ ବନେଇକି ଦେଖନ୍ତୁ, ତା ଗ୍ରେଭିଟା ଦେଖିବେ ବହଳିଆ ବନିବ, ଖାଇବାକୁ ପୁରା ଟେଷ୍ଟି ଲାଗିବ। ଆପଣମାନେ ଏହାକୁ ଭାତ, ରୁଟି, ପୁରୀ, ନାନ୍ ସବୁଥିରେ ଖାଇପାରିବେ ରେସିପିଟି। ତ ଆପଣମାନେ ତ ଅନେକ ଥର ବନେଇ ଖାଇଥିବେ, କିନ୍ତୁ ଏଇଭଳି ପ୍ରୋସେସ୍ରେ ଥରେ ମାତ୍ର ବନେଇକି ଦେଖନ୍ତୁ, ମାଂସ ତରକାରୀ ଖାଇଲା ଭଳି ଲାଗିବ। ତ ଦେଖନ୍ତୁ ସେଇ ପ୍ରେସର କୁକରରେ ମୁଁ ଏଠି ପୁଣି ଥରେ ନେଇଦେଲି ସୋରିଷ ତେଲ। ଯେହେତୁ ଆମ କରେଇରେ ତେଲ ଥିଲା, ସେଇ କରେଇର ତେଲକୁ ହିଁ ସେଥିରେ ଏଡ୍ କରିଦେଲି। ତାପରେ ବଟା ଯାଇଥିବା ସେ ମସଲାକୁ ଏଡ୍ କରିବା, ଅଦା, ରସୁଣ, କଞ୍ଚା ଲଙ୍କାର ମସଲାକୁ ଏଡ୍ କରିକି ଟିକେ କଷିଦେବା, କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଅଦା ରସୁଣର। ତାପରେ ସେଥିରେ ଗୁଣ୍ଡ ମସଲାରେ ଘରର ବେସିକ୍ ଗୁଣ୍ଡ ମସଲା ହିଁ ମୁଁ ଏଥିରେ ଏଡ୍ କରିଛି। ହଳଦୀ ଗୁଣ୍ଡ ନେଇଛି ହାଫ୍ ଚାମଚ, ସେଥିରେ ଲଙ୍କାଗୁଣ୍ଡ ବଡ଼ ଗୋଟେ ଚାମଚ ନେଇଛି। ପୁଣି ଘରର ବେସିକ୍ ଗରମ ମସଲାକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରି କଷିଦେବା। ତ କଷି ହେଇସାରିବା ପରେ ମସଲା ଆମେ ସେଥିରେ ଏଡ୍ କରିଦେବା ଟମାଟୋ, କାଜୁ, ପୁଣି ନଡ଼ିଆର ପେଷ୍ଟକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରିବା। ଆଉ ଦେଖନ୍ତୁ ଏଠି ମୁଁ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ କଞ୍ଚା ଲଙ୍କା ଏଡ୍ କରିଛି। ଏଠି ପୁରାପୁରି ଅପସନାଲ୍ ଅଛି, ଯେହେତୁ କଞ୍ଚା ଲଙ୍କା ବଟା ଅଛି, ତ ମାନେ ଆମେ ବାଟିକି ଏଡ୍ କରୁଛନ୍ତି। ତ ଏବେ କ'ଣ କରିବା, ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଲୁଣକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ମସଲାକୁ ଆମେ ଭଲସେ କଷିଦେବା, ଯେମିତିକି ମସଲାଟା ଆମର କଷି ହେଇଯିବ। ତେଲ ପୁରା ଉପରକୁ ଆସିଲା ପର୍ଯ୍ୟନ୍ତ ଟିକେ ମସଲାକୁ କଷିବା। ତ ଆପଣମାନେ ଦେଖିକି ଜାଣିପାରୁଥିବେ, ତେଲ ଚାରି ସାଇଡ଼୍ ପୁରା ଦେଖାଯାଉଛି। ତ ଜାଣିଦେବେ ଯେ ଏଠି ମସଲାଟା ପରଫେକ୍ଟଲି ପୁରା କଷି ହେଇସାରିଲାଣି। ତାପରେ ଆମେ ଯେଉଁ ଗ୍ରୀନ୍ ମଟର ରଖିଥିଲେ, ସେ ଗ୍ରୀନ୍ ମଟରକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମଟରକୁ ଟିକେ ଆମେ କଷି ହେବାକୁ ଦେବା। ତ ଦେଖନ୍ତୁ ଏଠି ବହୁତ ବଢ଼ିଆ ଆମର ଗ୍ରେଭିଟା ବନିକି ରେଡ଼ି ବି ହେଇସାରିଛି, ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଥିଲା। ତ ଆପଣମାନେ ଏଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ସ୍ୱାଦ ହିଁ ଭୁଲି ପାରିବେନି। ତ ଏବେ କ'ଣ କରିବା, ସେଥିରେ ଆମେ ଏଡ୍ କରିଦେବା ଫୁଲକୋବି ଆଳୁକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମସଲା ଯେମିତିକି ଫୁଲକୋବି ଆଳୁ ପୁରା ମସଲାଟା ଯେମିତି କଷି ହେଇଯିବ, ମସଲା ସହିତ ଫୁଲକୋବି ଆଳୁଟା ଯେମିତି ମସଲାକୁ ସେ ଏବଜର୍ଭ କରିବ, ସେ ପର୍ଯ୍ୟନ୍ତ ଟିକେ ହାଲକା କଷିବା ଆମେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ପ୍ରସ୍ତୁତ କରିବେ। ତ ରହି ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରୁଥିବେ। ତ ଆପଣମାନେ ଦେଖିକି ଜାଣିପାରୁଥିବେ, ଏଠି ଆମର ଆଳୁ ଫୁଲକୋବି ବଢ଼ିଆସେ ପୁରା କଷି ହେଇସାରିଲାଣି ମସଲାରେ। ତ ଏବେ କ'ଣ କରିବେ ନା, ଆମେ ଗରମ ଗରମ ସେଥିରେ ପାଣି ଏଡ୍ କରିବା। ଆପଣମାନେ ଯେତିକି ଝୋଳ ରଖିବାକୁ ଚାହିଁବେ ସେ ଅନୁସାରେ ସେଥିରେ ଗରମ ପାଣି ଏଡ୍ କରିବେ।
तो एभଳି गरम पानी एड करी ମୁଁ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେଲି। ତ ଆଉ ଟିକେ ପାଣି ଯେହେତୁ ମୁଁ ଆଉ ଟିକେ ଏଡ୍ କଲି ସେଇଥିରେ, ଯେହେତୁ ଅଧିକ ପାଣି କମ୍ ଲାଗିଲା ତ ମୋତେ, ସେଇଥିପାଇଁ ତ ମୁଁ ଏଠି ଯେହେତୁ ଅଧିକ ଟିକେ ମାନେ ଅଧିକ ପତଲା ରଖିବାନି କି ତରକାରୀଟା, କି ଅଧିକ ବହଳିଆ ରଖିବାନି। ସେଇଭଳି ପ୍ରୋସେସ୍‌ରେ ପ୍ରସ୍ତୁତ କରିବା ଯେମିତିକି ମିଡ଼ିୟମ୍ ରହିବ, ଝୋଳଆଳେ ଯେମିତି ଖାଇବାକୁ ଭଲ ଲାଗିବ। ତ ସେଥିପାଇଁ ମୁଁ ଅଳ୍ପ ଟିକେ ଆଉ ଟିକେ ଗରମ ପାଣି ଦେଇଦେଲି। ତ ଗରମ ପାଣି ହିଁ ଏଡ୍ କରିବେ, ଥଣ୍ଡା ପାଣି ଜମାରୁ ଏଡ୍ କରିବେନି। ତ ଏବେ କ'ଣ କରିବା, କଭରକୁ ଟିକେ ବନ୍ଦ କରିଦେବା ଆଉ ଗୋଟେ ସିଟି ଆସିବାକୁ ଦେବା। ଦେଖିବେ ସବୁବେଳେ ଯଦି ଗରମ ପାଣି ଏଡ୍ କରିବେ ତାହେଲେ କୁକିଂ ଫାଷ୍ଟ ହେବ, ଆଉ ଦେଖିବେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ରହିବ। ଆଉ ଯଦି ଥଣ୍ଡା ପାଣି ଏଡ୍ କରିଦେବେ ନା, ତାହେଲେ ଦେଖିବେ ତରକାରୀର ଟେଷ୍ଟଟା ପୁରା ପାଞ୍ଚିଆ ଆସିବ, ଆଉ କୁକିଂ ବି ଷ୍ଟପ୍ ହେଇଯିବ। ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଗୋଟେ ସିଟି ପରେ ମୁଁ ଏଠି ତା ସିଟିକି ଯିବାକୁ ଦେଲି, ତାପରେ କଭରକୁ ବାହାର କରି ଦେଖଉଛି। ଦେଖନ୍ତୁ କେତେ ବଢ଼ିଆ ଆମର ତରକାରୀଟା ବନିକି ରେଡ଼ି ହେଇଛି। ଏଠି ଦେଖନ୍ତୁ ଫୁଲକୋବି ବି ପୁରା ମାନେ ବିଳିନି, ବହୁତ ବଢ଼ିଆ ବନିକି ରେଡ଼ି ହେଇଛି। ଲାଷ୍ଟରେ ଘରର ବେସିକ୍ ଗରମ ମସଲା ଅଳ୍ପ ଟିକେ ମୁଁ ହାଫ୍ ଚାମଚ ଏଡ୍ କରିଦେଲି। ପୁଣି ଛୋଟ ଛୋଟ ପିସେସ୍‌ରେ କଟିଂ କରି ଧନିଆ ପତ୍ରକୁ ଛୋଟ ଛୋଟ ପିସେସ୍‌ରେ କଟିଂ କରି ଏଡ୍ କରିଦେବା। ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା ଆଉ ଗ୍ୟାସ୍ ଫ୍ଲେମ୍ ବି ଅଫ୍ କରିଦେବା। ତ ଦେଖନ୍ତୁ ଫାଇନାଲି ଆମର ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରି, ଯାହାଫଳରେ ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।